ମାକ୍ସୱେଲ୍ ଏକ ଲଜ୍ଜାଜନକ ରେକର୍ଡ। ପଞ୍ଜାବ କିଙ୍ଗସ୍ 11 ରନରେ ଗୁଜରାଟ ଟାଇଟାନ୍ସକୁ ପରାସ୍ତ କରିଥିଲା, କିନ୍ତୁ ଏହା ପୂର୍ବରୁ ପଞ୍ଜାବ କିଙ୍ଗସ୍ ବ୍ୟାଟ୍ସମ୍ୟାନ୍ ଗ୍ଲେନ୍ ମ୍ୟାକ୍ସୱେଲଙ୍କ ନାମରେ ଏକ ଲଜ୍ଜାଜନକ ରେକର୍ଡ ସୃଷ୍ଟି ହୋଇଛି। ମ୍ୟାକ୍ସୱେଲ୍ ଆଇପିଏଲ୍ ଇତିହାସରେ ସର୍ବାଧିକ ଥର ଶୂନରେ ଆଉଟ୍ ହୋଇଥିବା ଖେଳାଳି। ଏପର୍ଯ୍ୟନ୍ତ ସେ 135ଟି ଆଇପିଏଲ୍ ମ୍ୟାଚ୍ରେ ଗ୍ଲେନ୍ ମ୍ୟାକ୍ସୱେଲ୍ 19 ଥର ଶୂନରେ ଆଉଟ୍ ହୋଇଛନ୍ତି। ଗୁଜରାଟ ଟାଇଟାନ୍ସ ବିପକ୍ଷରେ ସାଇ କିଶୋର ଗ୍ଲେନ୍ ମ୍ୟାକ୍ସୱେଲଙ୍କୁ ଆଉଟ୍ କରିଥିଲେ। ରୋହିତ ଶର୍ମା ଏବଂ ଦିନେଶ କାର୍ତିକ ଏହି ତାଲିକା ମିଳିତ ଭାବରେ ଦ୍ୱିତୀୟ ସ୍ଥାନରେ ଅଛନ୍ତି। ଏପର୍ଯ୍ୟନ୍ତ ରୋହିତ ଶର୍ମା ଏବଂ ଦିନେଶ କାର୍ତିକ 18 ଥର ଶୂନରେ ପାଭିଲିୟନ୍ ଫେରିଛନ୍ତି। ଆଉ ଏକ ଇତିହାସରେ ସୁନୀଲ ନାରାୟଣ ହେଉଛନ୍ତି ସବୁଠାରୁ ଅଧିକ ଥର ଶୂନରେ ଆଉଟ୍ ହେବା ଖେଳାଳି। ସେ କୋଲକାତା ନାଇଟ୍ ରାଇଡର୍ସ ସୁନୀଲ ନାରାୟଣ 16 ଥର ଆଉଟ୍ ହୋଇ ପାଭିଲିୟନ୍ ଫେରିଛନ୍ତି। ଏହା ବ୍ୟତୀତ ପୀୟୁଷ ଚାୱଲା ମଧ୍ୟ ପଞ୍ଚମ ସ୍ଥାନରେ ଅଛନ୍ତି। ପୀୟୁଷ ଚାୱଲା ଆଇପିଏଲ୍ ଇତିହାସରେ 16 ଥର ଡକ୍ରେ ଆଉଟ୍ ହୋଇଥିଲେ।